ସ୍ୱଚ୍ଛତା ଉପରେ ପଦେ। ମହାତ୍ମା ଗାନ୍ଧୀ ଯେଉଁ ଭାରତର ସ୍ୱପ୍ନ ଦେଖିଥିଲେ ସେଥିରେ କେବଳ ରାଜନୈତିକ ସ୍ୱଚ୍ଛତା ନଥିଲା, ବରଂ ଏକ ସ୍ୱଚ୍ଛ ଏବଂ ବିକଶିତ ଦେଶର କଳ୍ପନା ମଧ୍ୟ କରିଥିଲେ। ମହାତ୍ମା ଗାନ୍ଧୀ ପରାଧୀନତାର ଶୃଙ୍ଖଳାକୁ ମାତୃଭୂମିର ଭାରତକୁ ସ୍ୱାଧୀନ କରିଥିଲେ। ସମ୍ପ୍ରତି ଆମର କର୍ତ୍ତବ୍ୟ ହେଉଛି ଦେଶକୁ ପରିଷ୍କାର ପରିଚ୍ଛନ୍ନ ରଖି ମାତୃଭୂମି ଭାରତର ସେବା କରିବା। ମୁଁ ଶପଥ ନେଉଛି ଯେ ମୁଁ ନିଜେ ସ୍ୱଚ୍ଛତା ପ୍ରତି ସଜାଗ ରହିବି ଏବଂ ଏଥିନିମନ୍ତେ ସମୟ ଦେବି। ପ୍ରତିବର୍ଷ ଅନ୍ୟୁନ 100ରୁ ଉର୍ଦ୍ଧ୍ୱ ଘଣ୍ଟା ଅର୍ଥାତ୍ ପ୍ରତି ସପ୍ତାହ 2 ଘଣ୍ଟା ଶ୍ରମ ଦାନ କରି ସ୍ୱଚ୍ଛତା ପାଇଁ କାର୍ଯ୍ୟ କରିବି। ମୁଁ ନିଜେ ଅପରିଷ୍କାର କରିବି ନାହିଁ ଏବଂ କାହାରିକୁ କରିବାକୁ ମଧ୍ୟ ଦେବି ନାହିଁ। ସ୍ୱଚ୍ଛତାକୁ ସର୍ବପ୍ରଥମେ ମୋ ନିଜଠାରୁ, ମୋ ପରିବାରଠାରୁ, ମୋ ନିକଟ ଅଞ୍ଚଳରୁ, ମୋ ଗ୍ରାମରୁ, ମୋ କାର୍ଯ୍ୟସ୍ଥଳରୁ ଆରମ୍ଭ କରିବି। ମୋର ବିଶ୍ୱାସ ଯେ ବିଶ୍ୱର ଯେଉଁ ସବୁ ଦେଶ ସ୍ୱଚ୍ଛ ଦେଖାଯାଉଅଛନ୍ତି ତାହାର କାରଣ ହେଉଛି ସେଠାକାର ନାଗରିକମାନେ ନିଜେ ଅପରିଷ୍କାର କରୁନାହାନ୍ତି ଏବଂ କରାଇ ଦେଉନାହାନ୍ତି। ସେଥିପାଇଁ ସେ ଅଞ୍ଚଳ ପରିଷ୍କାର ରହୁଛି। ଏହି ଦୃଢ଼ ବିଶ୍ୱାସର ସହିତ ଗାଁ ଏବଂ ସହରଗୁଡ଼ିକର ସ୍ୱଚ୍ଛ ଭାରତ ମିଶନକୁ ମୁଁ ପ୍ରଚାର କରିବି। ଆଜି ମୁଁ ଯେଉଁ ଶପଥ ନେଉଛି ତାହା ଅନ୍ୟାନ୍ୟ 100 ଜଣଙ୍କୁ ମଧ୍ୟ ନେବା ପାଇଁ ପ୍ରବର୍ତ୍ତାଇବି। ସ୍ୱଚ୍ଛତା ପାଇଁ ସେମାନେ ମଧ୍ୟ ମୋ ଭଳି 100 ଘଣ୍ଟା ଦିଅନ୍ତୁ, ଏଥିନିମନ୍ତେ ମୁଁ ପ୍ରୟାସ କରିବି। ମୋର ବିଶ୍ୱାସ, ସ୍ୱଚ୍ଛତା ପାଇଁ ମୁଁ ନେଇଥିବା ପ୍ରତ୍ୟେକ ପଦକ୍ଷେପ ମୋ ଦେଶକୁ ସ୍ୱଚ୍ଛ କରିବାରେ ସମୟ ଦେବି। ଏତକ କଲେ ନିଶ୍ଚୟ ସ୍ୱଚ୍ଛତା ଆମ ରାଜ୍ୟ, ଦେଶ, ଗାଁ ଗହଳିରୁ ସବୁଆଡ଼େ ହେବ। ନିଜେ ନ ମଲେ ଯମ ଦେଖନ୍ତି ନାହିଁ, ସେହିପରି ନିଜ ପାଖରୁ ଆରମ୍ଭ କରନ୍ତୁ, ନିଶ୍ଚୟ ସଫଳ ହେବ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।